ଆଜିର ତାଜା ଖବର ରତ୍ନ ଭଣ୍ଡାର ଭିତରେ ବୁଲୁଛି ସାପ ପ୍ରବେଶ ପୂର୍ବରୁ ନେବେ ପଦକ୍ଷେପ। ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ଚାଲିଛି ପ୍ରସ୍ତୁତି। ରତ୍ନ ଭଣ୍ଡାରକୁ ଯିବା ପାଇଁ ରହିଛି ଏହି ସବୁ। ଯେଉଁ ସମୟରେ କମିଟି ସଦସ୍ୟ ରତ୍ନ ଭଣ୍ଡାରକୁ ଯିବା ସମସ୍ତେ ବର୍ଜନ କରିଥିବା ଆବଶ୍ୟକ। ଏହା ସହ ସମସ୍ତ ସେବାୟତ ଡେସ୍କରେ ପ୍ରବେଶ କରିବା ନେଇ ସୂଚନା ରହିଛି। ସେହିପରି ରତ୍ନ ଭଣ୍ଡାର ପ୍ରବେଶ କରିବା ପୂର୍ବରୁ ବାବା ଲୋକନାଥଙ୍କର ପୂଜା ଅର୍ଚ୍ଚନା କରାଯିବ। ସାପର ଭୟ ଥିବାରୁ ନିଆଯିବ ପଦକ୍ଷେପ। ପ୍ରବେଶ ପୂର୍ବରୁ କରାଯିବ ଆଲୋକର ବ୍ୟବସ୍ଥା। ଏହା ସହ ସ୍ନେକ୍ ହେଲ୍ପଲାଇନ୍ ମଧ୍ୟ ସହଯୋଗ ନିଆଯିବ। ସେପଟେ ରତ୍ନ ଭଣ୍ଡାରକୁ ନେଇ ପୂର୍ବରୁ ବହୁ ରହସ୍ୟ ରହିଛି, ଯେଉଁ ରହସ୍ୟ ଏବେ ମଧ୍ୟ ରହସ୍ୟ ଘେରରେ। ତେବେ ବହୁ ବର୍ଷ ପୂର୍ବେ ରତ୍ନ ଭଣ୍ଡାର ଭିତରେ ଯାଇଥିଲେ ତତ୍କାଳୀନ ସରକାରୀ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର, କିନ୍ତୁ ସେ ଆସିବା ପରେ ଦେଇଥିଲେ ଚାଞ୍ଚଲ୍ୟକର ତଥ୍ୟ। ରବୀନ୍ଦ୍ର ନାରାୟଣ ମିଶ୍ର କହିଥିଲେ ସେ ଗୋଟିଏ ଦୀପ ନେଇ ଭିତରକୁ ଯାଇଥିଲେ। ସେଠାରେ ସେ ଦୁଇଟି ଦ୍ୱାର ଦେଖିଥିଲେ, ଗୋଟିଏ ହେଉଛି ପୂର୍ବ ଦ୍ୱାର ଏବଂ ନୀତି ହେଉଛି ପଶ୍ଚିମ ଦ୍ୱାର। ଏହା ସହ ସେ ଚଟାଣରେ ଗୋଟିଏ ଗର୍ତ୍ତ ମଧ୍ୟ ଦେଖିଥିଲେ। ଏହି ଦୁଇଟି ଦ୍ୱାର ନିକଟରେ ସାପର ଚାଲିବାର ଛାପ ମଧ୍ୟ ଦେଖିଥିଲେ। ଏହି ଦୁଇଟି ଦ୍ୱାର ଛଡ଼ା ମଧ୍ୟ ଆଉ ଏକ ଦ୍ୱାର ଥିଲା, ଯାହା ନରେନ୍ଦ୍ର ପୁଷ୍କରିଣୀ ନିକଟରେ ପହଞ୍ଚିଥିଲା। ତେବେ କୁହାଯାଇଛି ଯେ ପୂର୍ବରୁ ଜଣେ ବ୍ୟକ୍ତି ରତ୍ନ ଭଣ୍ଡାର ଭିତରକୁ ଯାଇଥିଲେ ମଶାଲ ନେଇ। ସେହି ବ୍ୟକ୍ତି ଜଣକ ରତ୍ନ ଭଣ୍ଡାରକୁ ପ୍ରବେଶ କରିଥିଲେ ଓ ତାପରେ ସେ ଫେରିନଥିଲେ, କିନ୍ତୁ ଭଣ୍ଡାର ଭିତରୁ ଦୁଇଟି ପାରା ଆସିଥିଲେ। ଏମିତି କିଛି ବହୁ ରହସ୍ୟ ଜଡ଼ି ରହିଛି ରତ୍ନ ଭଣ୍ଡାର ଭିତରେ। ତେବେ ବର୍ତ୍ତମାନ ରତ୍ନ ଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ହୋଇସାରିବା ପରେ ସବୁ ପ୍ରସ୍ତୁତି ହୋଇସାରିଛି। ଧନ୍ୟବାଦ ନ୍ୟୁଜଟିକୁ ଶୁଣିବାରୁ।